ଦେଖନ୍ତୁ ଗତକାଲି ଗୋଟେ ଦୁଃଖଦାୟକ ଘଟଣା ଦେଖିବାକୁ ମିଳୁଛି ଥମୁଲ ରାମପୁର ବ୍ଲକ ଭିତରେ ଗୋଟେ ଲକ୍ଷ୍ମୀ ବସ୍ ଯେହେତୁ ଦେଖନ୍ତୁ ସେପଟୁ ମୁଁ ଦେଖେଇବି ସେଇଟା ହେଉଛି ଆପଣଙ୍କର ବ୍ଲକ ଯୋଉଟା ଉପରେ ସେ ଉପରୁ ମୋ ଲକ୍ଷ୍ମୀ ବସ୍ଟା ଯେତେବେଳେ ଆସୁଥିଲା ତଳ ପଟେ ତ ବ୍ରେକ୍ ଫେଲ୍ ହେଲା ପରେ ଦେଖନ୍ତୁ କୋଉ ଭଳି ଅବସ୍ଥା ଭାବରେ ଦେଖନ୍ତୁ କେମିତି ସେ ପାଚେରୀ ଭାଙ୍ଗିକି ଗୋଟେ ଘର ଥିଲା ତା ପଛପଟେ ଗୋଟେ ଘର ଥିଲା ସେ ଘରେ ଲୋକ ବି ଥିଲେ କିନ୍ତୁ ଭାଗ୍ୟବଶତଃ ଭଗବାନଙ୍କର ଆଶୀର୍ବାଦରୁ ସେମାନେ ବଞ୍ଚି ଯାଇଥିଲେ। ଗାଡ଼ି ନମ୍ବର ହେଉଛି OD08V3389। ମୁଁ କ୍ୟାମେରାମ୍ୟାନ୍ ଭାଇକୁ କହିବି ଆଗକୁ ଦେଖିବା କେଉଁ ଭଳି ଭାବରେ ପାଚେରୀ ଡେଇଁକି ଗାଡ଼ିଟା ପଶି ଯାଇଥିଲା। ମୁଁ ଦେଖେଇବି ଆପଣଙ୍କୁ ଏଇଟା ହେଉଛି ବ୍ଲକର ପାଚେରୀ ଏବଂ ତା ପଛପଟେ ଗୋଟେ ଘର ଅଛି ଯେହେତୁ ସେ ଘରେ ଗୋଟେ ଗରିବ ନିରୀହ ଲୋକ ସେଠି ବସବାସ କରୁଛନ୍ତି ସେଠି ଲୋକ ଶୋଇଥିଲେ। ଏଇଟା ସମୟ ହେଉଛି 5:30 ସକାଳ ଗତକାଲି ବୁଧବାର ଦିନ ସକାଳ 5:30ରେ ହଠାତ୍ ଲକ୍ଷ୍ମୀ ବସ୍ଟା ମାଡ଼ି ଆସିକି ପାଚେରୀକି କେଉଁ ଭଳି ଭାବରେ ଭାଙ୍ଗିଛି ଆପଣଙ୍କୁ ମୁଁ ଦେଖେଇବି। ଗାଡ଼ି ଦେଖନ୍ତୁ କେଉଁ ଭଳି ଭାବରେ ଭାଙ୍ଗି ପଡ଼ିଛି ତାର ପାର୍ଟ ସବୁ ଭାଙ୍ଗିଛି। ଯଦି ଏମିତି ଅବସ୍ଥା ଗାଡ଼ିର ଅବସ୍ଥା ଯଦି ଏମିତି ହେଇଥାନ୍ତା ଯଦି ଲୋକ ଯଦି ଘର ଭିତରେ ପଶିଥାନ୍ତା ଗାଡ଼ି ଲୋକଙ୍କ ଜୀବନ ଯାଇଥାନ୍ତା। ଏଠି କାହାର ଭୁଲ ନା ଡ୍ରାଇଭର କିଛି ମଦ ପିଇଥିଲେ ନା କିଛି ବ୍ରେକ୍ ଫେଲ୍ ହେଇଥିଲା ତାର ବର୍ତ୍ତମାନ ଇନକ୍ୱାରି ଚାଲିଛି। ଇନକ୍ୱାରି ପରେ ଜଣାପଡ଼ିବ ଆକ୍ଚୁଆଲି ଘଟଣା କ'ଣ ଥିଲା। ଆସନ୍ତୁ ଯେଉଁମାନେ ପାଚେରୀ ପଛପଟେ ଯେଉଁମାନେ ପରିବାର ରହୁଥିଲେ ଗୋଟେ ନିରୀହ ପରିବାର ତାଙ୍କ ମୁହଁରୁ ଶୁଣିବା ଆକ୍ଚୁଆଲି ଘଟଣା କ'ଣ ଥିଲା କୁହନ୍ତୁ। ମୁଁ ତ କହିବାକୁ ଚାହେଁ ନିରୀହ ଗରିବ ଲୋକର ହୁଁ ଗାଡ଼ି ଯେଉଁ ପ୍ରଶାସନ ବା ଡ୍ରାଇଭର ନା ଯେକୌଣସି ଲୋକ ହୁଁ ହୁଅନ୍ତୁ ହୁଁ ହୁଁ ଏ ଗାଡ଼ି ଏଇଟା ରାସ୍ତାରେ ନେଇକିନା ଏଇଟା ଗଡ଼େଇବା କଥା। ହୁଁ ହୁଁ ସେ ଉପରୁ ଏତେ ଡାଉନରେ ଏଇଟା ଗାଡ଼ି ରହିବା ଏଇ ଜିନିଷ ଯାକ ସବୁ ଏଠି ଥିଲା। ହୁଁ ଏଇଟା କଡ଼ା ହେଇଥିଲା ମନା କଲି ମୁଁ। ହୁଁ ହୁଁ ଏଇଠି ଗାଡ଼ି ଲାଗିଥିଲା ଗାଡ଼ି ଜିସିବିରେ ଟାଣିକି ଏଠି ରଖାଗଲା। ଜେସିପିରେ ଏଟା ଭିତରେ ପଶି ଯାଇଥିଲା ହଁ ଗାଡ଼ି। ହଁ ଏଠି ଆଚ୍ଛା ଥିଲା ଏଇ ଏଟା ପାଖେ ଲାଗିଥିଲା ଲକ୍ଷ୍ମୀ ବସ୍ ଏ ବ୍ଲକରେ ଲକ୍ଷ୍ମୀ ବସ୍। ସବୁବେଳେ ଗାଡ଼ି ରୁହେ କି ଭିତରେ ଗାଡ଼ି ସେ ଉପରେ ଏକା ରହେ। ଉପରେ ରହେ କିନ୍ତୁ ହଁ ହଠାତ୍ ହଠାତ୍ ସେଠୁ ମାଡ଼ି ଆସିଲା ନାଇଁ କି? ଠେଲି ଦେଲେ ନା ହୁଁ ହୁଁ ଚଲେଇକିରି ଷ୍ଟାର୍ଟ ନାହିଁ। ତ ଏଠି କିଛି ଭୁଲ ରହୁଛି କି ନା ଡ୍ରାଇଭରର ନା ଆଉ କିଛି ଗାଡ଼ିର କିଛି ଏଇଟା ଆପଣ କ'ଣ ଡ୍ରାଇଭରର ବି ଭୁଲ ରହୁଥିବା ପ୍ରଶାସନର ବି ଭୁଲ ରହୁଥିବା। ହୁଁ ଏ ଗାଡ଼ି ଦାୟିତ୍ୱ ଯେ ନେଇଛନ୍ ହୁଁ ହୁଁ ସେ ତାଙ୍କର ବି ଭୁଲ ଅଛି ନା ଗାଡ଼ି ଚେକ୍ କରିବା କଥା ହୁଁ। ବ୍ରେକ୍ ଅଛି ନା ନାହିଁ। ତ ସାର୍ କାହାର କିଛି କ୍ଷତି ହେଇନି ତ କିଛି କ୍ଷତି ମତେ ମାଡ଼ ହେଇଛି ଏଠି। ଆପଣଙ୍କୁ ମାଡ଼ ହେଇଛି? ହଁ ଏତେ ସାର୍ଟିଫିକେଟ୍ ଦେବେ ଆଚ୍ଛା ଆଚ୍ଛା ଏକ୍ସରେ ହନ୍ ବୋଲେ ଗରିବ ଲୋକ ହୁଁ କୋଉଠି ଏକ୍ସରେ ଆଇବି ଆଉ ହୁଁ। ତ ସାର୍ଟିଫିକେଟ୍ କେମିତି ମାଡ଼ ହେଲା ଆପଣଙ୍କୁ? ଏ ଯୋଉ ଚକାଟା ଥିଲା ହୁଁ ହୁଁ ଏ ହୁଁ ଦିଠି ସେ ପାଖରେ ଥୁଇଛେ ହଁ ହଁ। ଏଠି ବାଜିଗଲା। ତ ଆପଣ କୋଉ ପାଖେ ଥିଲେ ଗାଡ଼ି ଯେତେବେଳେ ପଶିଲା ଭିତରେ? ଏ ଡ୍ରାଇଭରଟା ଏবার ଡେଗାଇବି ବୋଲଥିଲା ହୁଁ ମୁଁ ତ ଢୁସ ହେଲା ପରେ ଏମାନଙ୍କୁ ବଞ୍ଚାଇବାର ଲାଗି ବାହାରିଲି। ଏମାନେ ତ ଆଚ୍ଛା ଶୋଇ ଆଚ୍ଛା ଦେଇଥିଲେ ହୁଁ 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 ଏ ଡେଗାଇ ପାରିଲାନି ତାର ଯାକ ଥିଲା। ହୁଁ ହୁଁ। ତ ଆପଣ କ'ଣ ଚାହୁଁଛନ୍ତି କିଛି ଆପଣଙ୍କର? ମୋର ଏଇଟା ଭାଙ୍ଗି ଯାଇଛି ଏ ୱାଲ୍ଟା ପୁରା ସମ୍ପୂର୍ଣ୍ଣ କର ବୋଇଲି ଆଚ୍ଛା ସେମାନେ କହୁଛନ୍ତି ଏତିକି ତ ଏଇଟା ଛପାଇ ଦେମୁ। ହୁଁ ଏଇଟା ହୁଁ ଛପାଇଲେ ହେବ କି ସାର୍ ହୁଁ 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 ତଲେ ତ ମାଡ଼ ହେଇଯାଇଛି। ହୁଁ ହୁଁ। କିଏ କହିଲା ଏମିତି ବୋଲି ଆପଣଙ୍କୁ? ହେଲେ ଏଇଠୁ ଯିଏ ଗୋଟେ ଏ ବସ୍ର ଫିକ୍ସରେ ଅଛନ୍ ଆଚ୍ଛା ମୁଁ ସବୁ ବୁଝିବି ହୁଁ ହୁଁ ଆଉ କାଲିକୁ ଏଇଟା ସବୁ ସାମାନ କରି ତମ ଏ ବାଡ଼ାରେ ବି ମୋର ଇଟା ଲାଗିଛି ତଲେ ହୁଁ ହୁଁ କାହିଁ ଯେ ଝିଅ ବୋଉ ଅଛନ୍ ଏଇଟା ଉପରେ ଏଇଟା ଟିକେ ଲାଗ କରିଛନ୍ ସେ ଉପରୁ ହେତ୍କି। ତ ଶୁଣୁଥିଲେ ଗୋଟିଏ ନିରୀହ ପରିବାର ତାଙ୍କ ମୁହଁରୁ କି ହଠାତ୍ ମାଡ଼ି ଆସିଲା ଲକ୍ଷ୍ମୀ ବସ୍ ଯେତେବେଳେ ସବୁବେଳେ ଏଠି ରୁହେ ଗାଡ଼ି କିନ୍ତୁ ହଠାତ୍ ଗୋଟେ ଉଚ୍ଚା ଜାଗାରୁ ମାଡ଼ି ଆସିଲା ଏବଂ ଗୋଟେ ଘର ପାଖାପାଖି ଆସିକି ଗୋଟେ ପାଚେରୀରେ ମାଡ଼ ହେଲା। ଏଠି ଲୋକ ଏଠି ଶୋଇଥିଲେ ହଠାତ୍ ବାହାରି ଆସିଲେ କିନ୍ତୁ ଭାଗ୍ୟ ଭଲ କାହାର କିଛି କ୍ଷତି ହେଇନି କିନ୍ତୁ ଯେଉଁ ମୁରବୀ ଥିଲେ ଯେ ଘରର ତାଙ୍କର ଏଠି ଟିକେ ମାଡ଼ ହେଇଛି। ଏବଂ ଦେଖନ୍ତୁ ମୁଁ ଦେଖେଇବି କେଉଁ ଭଳି ଭାବରେ ପାଚେରୀ ଭାଙ୍ଗିଛି କେଉଁ ଭଳି ଭାବରେ ଲକ୍ଷ୍ମୀ ବସ୍ ଆସି ମାଡ଼ ହେଇଛି ଏବଂ ଯାହାକୁ କୁହାଯାଏ ରକ୍ଷେ ହରିତ ମାରେ କିଏ। ଦେଖନ୍ତୁ ଏଇଟା ହେଉଛି ଗୋଟେ ବେଲ ଗଛ ଯେହେତୁ ଗୋଟେ ଶିବ ଭଗବାନ ରକ୍ଷା କଲେ ଗୋଟେ ନିରୀହ ପରିବାରକୁ ସେ ଗଛଟି ରକ୍ଷା କଲେ ସେଥିପାଇଁ ତାଙ୍କର ପରିବାର ବଞ୍ଚିଛନ୍ତି। ତ ଦେଖିବା ଆଗାମୀ ଦିନରେ କ'ଣ ସବୁ ଏହାର କ୍ଷତି ଦେବେ ଏବଂ କ'ଣ ସବୁ କାହାର ଭୁଲ ରହୁଛି ଏଠି ତାର ଇନକ୍ୱାରି କଲା ପରେ ଜଣାପଡ଼ିବ। କଳାହାଣ୍ଡିରୁ ପ୍ରଶାନ୍ତଙ୍କ ରିପୋର୍ଟ SGTV ଓଡ଼ିଆ।